ମହାକାଳପଡ଼ାରେ ଦରଦୀ ବନ୍ଧୁ ଥିଲେ ବିଜୁ ବାବୁ। ବାତ୍ୟା ବନ୍ୟା ଦୁର୍ବିପାକରେ ଲୋକଙ୍କ ପାଖରେ ଚୂଡ଼ା ଚାଉଳ ଧରି ଲୋକମାନଙ୍କ ପାଖରେ ପହଞ୍ଚି ଭଲମନ୍ଦ ବୁଝିଥିଲେ। ମହାକାଳପଡ଼ା ଅଞ୍ଚଳରେ ବିଜେଡି ସମୟରେ ଉନ୍ନତିମୂଳକ କାର୍ଯ୍ୟ ହୋଇଛି। ଆଜି ମହାକାଳପଡ଼ା ବିଜେଡି କାର୍ଯ୍ୟାଳୟରେ ଅତନୁ ସବ୍ୟସାଚୀ ନାୟକ ବିଜୁବାବୁଙ୍କର ତିରୋଧାନୋତ୍ସବରେ ଯୋଗଦେଇ କହିଥିଲେ ଯେ ମହାକାଳପଡ଼ାରେ ଯାହା ସବୁ ଉନ୍ନତି ହୋଇଛି ତାହା ବିଜୁବାବୁଙ୍କ ପୁତ୍ର ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ନତି କରାଯାଇଛି ବୋଲି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ 1972 ମସିହାରେ ମହାବାତ୍ୟାରେ ମହାକାଳପଡ଼ା ଅଞ୍ଚଳରେ 10,000ରୁ ଊର୍ଦ୍ଧ୍ୱ ମୃତ୍ୟୁବରଣ କରିଥିଲେ। ସେତେବେଳେ ବିଜୁବାବୁ ଘରେ ଘରେ ପହଞ୍ଚି ଲୋକଙ୍କ ବିପଦରେ ବନ୍ଧୁ ଭାବରେ ଛିଡ଼ା ହୋଇଥିଲେ ବୋଲି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ। ବିଜୁବାବୁଙ୍କ ତିରୋଧାନୋତ୍ସବରେ ଯୋଗ ଦେଇଥିଲେ ମହାକାଳପଡ଼ା ବ୍ଲକର ଅଧ୍ୟକ୍ଷା କଳ୍ପନା ରାଉତ, ମାର୍ଶାଘାଇ ବ୍ଲକର ଅଧ୍ୟକ୍ଷା ମଧୁସ୍ମିତା ସାମଲ, ବରିଷ୍ଠ ବିଜେଡି ନେତା ସଞ୍ଜୟ ଲେଙ୍କା, ରବୀନ୍ଦ୍ର ପାଳ, ନ୍ୟାୟ ନେତ୍ରୀ ସୁରଭି ଜେନା, ଅଶୋକ ମହାପାତ୍ରଙ୍କ ସହିତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ। ବିଜୁଙ୍କ ଶ୍ରାଦ୍ଧ ଦିବସ ଆଜି, ତେଣୁ ମହାକାଳପଡ଼ା ବିଜୁ ଜନତା ଦଳ ତରଫରୁ ଆଜି ପାଳିତ ହୋଇଛି। ବିଜୁଙ୍କ ଆଦର୍ଶରେ ଆମେ ବିଶ୍ୱାସ କରୁ। ଯେଉଁମାନେ ବିଜୁଙ୍କ ନାଁକୁ ହଜେଇ ଦେବା ପାଇଁ ହୀନ ଉଦ୍ୟମ କରୁଛନ୍ତି, ପ୍ରତିମୂର୍ତ୍ତି ତୋଡୁଛନ୍ତି, ଆମେ ତୀବ୍ର ନିନ୍ଦା କରୁଛୁ ଏବଂ ଆଗାମୀ ଦିନରେ ମଧ୍ୟ ଆମେ ସମସ୍ତେ ଆଜି ସଂକଳ୍ପିତ ହେଲୁ ବିଜୁଙ୍କ ଆଦର୍ଶ ନବୀନ ବାବୁଙ୍କ ନିର୍ଦ୍ଦେଶକୁ ଆମେ ମହାକାଳପଡ଼ାରେ କାର୍ଯ୍ୟକାରୀ କରୁ। କେନ୍ଦ୍ରାପଡ଼ାରୁ ବିଶ୍ୱଜିତ ପ୍ରଧାନଙ୍କ ରିପୋର୍ଟ, HR TV ଓଡ଼ିଆ।